जीवन हेउची एमिति गुटे पथ ଯେଉଁଠାରେ ତୁମେ ଯେତେବେଳେ ନୂଆ ଭାବରେ ଚିନ୍ତା କରିବ, ନୂଆ କିଛି କରିବାକୁ ଚେଷ୍ଟା କରିବ, ସେତେବେଳେ ସବୁବେଳେ ଲୋକମାନେ ତୁମକୁ ହସିବେ। ଏହା ଜୀବନର ପରମ ସତ୍ୟ। ଯେଉଁ ଲୋକ ନିଜ ସ୍ୱପ୍ନ ପାଇଁ ଆଗକୁ ବଢ଼ିଥାଏ ସେ ସବୁବେଳେ ଆରମ୍ଭରେ ହସିର ପାତ୍ର ହୋଇଥାଏ। ତା'ର କାରଣ ହେଉଛି ଯେ ଲୋକେ ଅଜଣା ଥାନ୍ତି, ସେମାନେ କିଛି ଜାଣନ୍ତି ନାହିଁ। ସେମାନେ ଜାଣିପାରନ୍ତି ନାହିଁ କି ତୁମ ମନରେ କେତେ ଅଗ୍ନି ଜ୍ୱଲୁଛି, ତୁମ ହୃଦୟରେ କେତେ ଆଶା ରହିଛି, ତୁମ ଆଖିରେ କେତେ ସ୍ୱପ୍ନ ରହିଛି ତାହାକୁ ପାଇବା ପାଇଁ। ପ୍ରଥମେ ଯେତେବେଳେ ତୁମେ କିଛି ଅଲଗା କରିବାକୁ ଭାବିବ, ଚେଷ୍ଟା କରିବ, ଲୋକେ କହିବେ ଏହା ହେବନି, ତୁ କରିପାରିବୁନି, ଏହା ତୋ ପାଇଁ ନୁହେଁ। ଏହା ସବୁଠାରୁ ସାଧାରଣ କଥା। କିନ୍ତୁ ଜାଣିଛ, ଯେତେବେଳେ ଲୋକମାନେ ତୁମ ଉପରେ ହସିବେ, ସେହି ସମୟଟି, ସେହି ଟାଇମ୍ଟି ହେଉଛି ତୁମ ପାଇଁ ସବୁଠାରୁ ବଡ଼ ଇସାରା ଯେ ତୁମେ ଠିକ୍ ପଥରେ ଅଛ। କାରଣ ଯେଉଁ ପଥରେ ହସି ନାହିଁ କିଏ, ସେହି ପଥରେ ସଫଳତା ନାହିଁ। ତୁମେ ଭାବିକି ଦେଖ, ଏ ପୃଥିବୀରେ ଯେତେବେଳେ ମହାନ ଲୋକମାନେ ଜନ୍ମ ନେଲେ, ସେମାନେ ଯେତେବେଳେ ନୂଆ କିଛି କରିଲେ, ସମାଜ ହସିଲା, ଲୋକମାନେ ହସିଲେ। ଏଡିସନ୍ ଯେତେବେଳେ ଲାଇଟ୍ ବନାଇବାକୁ ଚେଷ୍ଟା କଲେ, ଲୋକେ ହସିଥିଲେ, ଏହା ଇମ୍ପସିବଲ୍। କିନ୍ତୁ ସେ ରୋକିଲେ ନାହିଁ, ସେ ନିଜ ଅଗ୍ନିକୁ ବୁଝାଇ ନଥିଲେ। ଶେଷରେ ଯେତେବେଳେ ସେ ଆଲୋକ ଆଣିଲେ, ସେହି ସମାଜ ତାଙ୍କୁ ତାଲି ଫିଡ଼ିଲା। ଜୀବନର ଏହି ଯାତ୍ରାରେ ଲୋକମାନେ ହସିବାକୁ ଆସିବେ, ତାଙ୍କୁ ହସିବାକୁ ଦିଅ। ସେମାନେ ତୁମ ସଫଳତାର ଆଲୋକ ଦେଖିବାକୁ ଆସିଥାନ୍ତି, କିନ୍ତୁ ଏବେ ସେମାନେ ଅନ୍ଧକାରରେ ଅଛନ୍ତି। ସେମାନେ ତୁମ ଭାବନା ବୁଝିପାରନ୍ତି ନାହିଁ। ତୁମ ପାଇଁ ସେମାନଙ୍କ ମଜା ହେଉଛି ହସିବା। ଜୀବନର ଏହି ଯାତ୍ରାରେ ଲୋକମାନେ ସମସ୍ତେ ହସିବେ, ତାଙ୍କୁ ହସିବାକୁ ଦିଅ। ସେମାନେ ତୁମ ସଫଳତାର ଆଲୋକ ଦେଖିବାକୁ ଆସିଛନ୍ତି, କିନ୍ତୁ ଏବେ ସେମାନେ ଅନ୍ଧକାରରେ ଅଛନ୍ତି। ସେମାନେ ତୁମ ଭାବନାକୁ ବୁଝିପାରନ୍ତିନି। ତୁମ ପାଇଁ ସେମାନଙ୍କ ମଜା ହେଉଛି ହସିବା। କିନ୍ତୁ ଜୀବନର ଖେଳରେ ଯେଉଁ ଲୋକ ଶାନ୍ତ ରହି ନିଜ କାମ କରେ, ସେହି ଲୋକ ଶେଷରେ ଇତିହାସ ଲେଖେ। ତୁମେ ଯେତେବେଳେ କାହାର ହସି ଶୁଣିବ, ମନେ ରଖିବ ଏହା ତୁମ ଜୀବନର ପରୀକ୍ଷା। ଭଗବାନ ତୁମକୁ ଦେଖୁଛନ୍ତି। ସେ ଦେଖୁଛନ୍ତି ତୁମେ କିପରି ସେ ହସିରେ ମଧ୍ୟ ଆଗକୁ ବଢ଼ୁଛ। ହସି ହେଉଛି ତୁମର ମୋଟିଭେସନ୍। ଯେତେବେଳେ ସେମାନେ ହସିବେ, ତୁମେ ନିଜ ମନକୁ କହିବ, ଏହି ହସି, ଏହି ଅବହେଳା ହିଁ ମୋର ଏନର୍ଜି ଦେବ। ଜୀବନରେ ଯେଉଁ ଲୋକ ହସିକୁ ସହିଲା, ସେହି ଲୋକ ଦିନେ ନା ଦିନେ ସେହି ହସିକୁ ତାଲିରେ ପରିଣତ କରିଦେଲା। ତୁମେ ମଧ୍ୟ ସେ ପଥରେ ଅଛ। ମାନି ନେବ ଯେ ଲୋକ ତୁମକୁ ବୁଝିବେ, ତାହା ଏକ ଭୁଲ ହେବ। ସେମାନେ ତୁମ ସ୍ୱପ୍ନକୁ ଦେଖିପାରିବେ ନାହିଁ, କିନ୍ତୁ ଯେତେବେଳେ ତୁମ ସ୍ୱପ୍ନ ସତ୍ୟ ହେବ, ସେମାନେ ଆସି ତାହା ଦେଖି ଆଶ୍ଚର୍ଯ୍ୟ ହେବେ। ତୁମେ ଯେତେବେଳେ ସଫଳ ହେବ, ସେହି ଲୋକ ଆସି କହିବେ, ଆମେ ଜାଣିଥିଲୁ ତୁ ପାରିବୁ। ହଁ, ସେମାନେ ଭୁଲିଯିବେ ସେ ସମାଜକୁ ଯେତେବେଳେ ସେମାନେ ହସିଥିଲେ। ଏ ପୃଥିବୀର ନିୟମ ଏପରି, ଯେତେବେଳେ ତୁମେ ହାରିବ, ଲୋକେ ହସିବେ। ଯେତେବେଳେ ଜିତିବ, ସେମାନେ ତାଲି ପିଟିବେ। ଯେତେବେଳେ ତୁମେ ହସି ଶୁଣିବ, ତୁମେ ଥବିଯିବ ନାହିଁ, ତୁମେ ଅଟକିବ ନାହିଁ। ହସିକୁ ଉତ୍ତର ଦେବା ନୁହେଁ, କାମ କରି ଦେଖାଇବା। କାରଣ ଶବ୍ଦ ନୁହେଁ, କାମରେ ଲୋକ ଶାନ୍ତ ହୋଇଯାଆନ୍ତି। ସେମାନେ ହସିଲେ ହସିଦିଅ, ତୁମେ ତୁମ ପଥରେ ଚାଲିଥାଅ। ଏହି ହସି ଦିନେ ନା ଦିନେ ତାଳିରେ ପରିବର୍ତ୍ତ ହେବ। ଆଉ ସେତେବେଳେ ତୁମେ ଜାଣିବ, ହଁ ମୁଁ ଠିକ୍ କରିଥିଲି। ଦେଖ, ପ୍ରଥମେ ତ ଲୋକ ହସିବେ, କିନ୍ତୁ ସେହି ହସିକୁ ତୁମେ ଶକ୍ତିରେ ପରିଣତ କରିବାକୁ ପାରିବ। ଦେଖ, ଯେତେବେଳେ ତୁମ ଉପରେ କିଏ ହସେ, ସେମାନେ ତୁମର ଦୁର୍ବଳତାକୁ ଦେଖୁଛନ୍ତି। କିନ୍ତୁ ତୁମେ ନିଜ ମନକୁ ଭାବ, ମୁଁ ଏ ହସିକୁ ମୋ ଏନର୍ଜି କରିବି। ଯେତେବେଳେ ସେମାନେ ତୁମକୁ ନିଚା ଦେଖାଇବେ, ସେତେବେଳେ ତୁମେ ନିଜ ମନକୁ କୁହ, ଥ୍ୟାଙ୍କ ୟୁ, ତୁମେ ମୋର ଅଗ୍ନିକୁ ଆଉ ତେଜ କରିଦେଉଛ। ଜୀବନରେ ଯେଉଁ ଲୋକ ହସି ସହିପାରନ୍ତି, ସେମାନେ ଆଗକୁ ବଢ଼ନ୍ତି। ଯେଉଁ ଲୋକ ହସିରେ ଭାଙ୍ଗି ଯାଆନ୍ତି, ସେମାନେ ମଧ୍ୟ ପଥରେ ରୁକି ନାହିଁ। ସଫଳ ଲୋକମାନେ, ସେମାନେ ଯେଉଁଠାରେ ହସିଥିଲେ, ସେଠାରେ ସଫଳତାର ଗଢ଼ିଥିଲେ। ତୁମେ ଭାବିକି ଦେଖ, ଯେତେବେଳେ ଜଗତରେ ଅନ୍ୟମାନଙ୍କୁ ହସୁଥିଲେ, ସେମାନେ ଏକ ଶାନ୍ତ ହୋଇ ନିଜ ଦିଗରେ କାମ କରୁଥିଲେ। ହେଲେ ସେହି ଲୋକ ହେଲେ ତୁମର ଇନ୍ସପାଇରେସନ୍, ଯେଉଁଠି ନିଜ ମନରେ ନିଜର ସ୍ୱପ୍ନକୁ ବଞ୍ଚାଇ ରଖିଲା। ଜୀବନରେ ହସିକୁ ଅବହେଳା ନୁହେଁ, ସେହି ହସିକୁ ମୋଟିଭେସନ୍ ଭାବରେ ନିଅ। ସେତେବେଳେ ତୁମେ ମନେ କର, ଏହି ଲୋକମାନେ ଆଜି ହସୁଛନ୍ତି, କିନ୍ତୁ ଦିନେ ନା ଦିନେ ସେମାନେ ମୋ ପାଇଁ ତାଲି ପିଟିବେ। ଏ ଭାବନା ଯେତେବେଳେ ମନରେ ଆସିଯାଏ, ସେତେବେଳେ ଦୁଃଖ ହେଲେ ମଧ୍ୟ ତୁମେ ହସିପାରିବ, ଥକିଲେ ମଧ୍ୟ ଆଗକୁ ବଢ଼ିପାରିବ। ସଫଳତାର ପଥରେ କେହି ତୁମେ ସାଥ ଦେବେ ନାହିଁ, କିନ୍ତୁ ହସିବାକୁ ସମସ୍ତେ ଆସିବେ। ଏହା ଏକ ସତ୍ୟ। କିନ୍ତୁ ମନେ ରଖ, ଯେତେବେଳେ ତୁମେ ସଫଳ ହେବ, ସେ ହସିବା ଲୋକ ତୁମର ସାମ୍ନାରେ ଆସି କହିବେ,
ମୁଁ ତୁମକୁ ଜାଣିଥିଲି। ଏହା ହେଉଛି ତୁମର ଜର୍ଣ୍ଣି। ଭଗବାନ ସବୁବେଳେ ତୁମକୁ ଏପରି ହସି ଓ ଅବହେଳା ମଧ୍ୟରେ ପରୀକ୍ଷା କରନ୍ତି। ସେ ଦେଖନ୍ତି ତୁମେ କିପରି ଏସବୁ କିଛି ସହିପାରୁଛ। ଯେତେବେଳେ ତୁମେ ଏହିସବୁ ଅବହେଳାରେ ମଧ୍ୟ ହସି ନିଜ କାମ କରିପାରୁଛ, ସେତେବେଳେ ଭଗବାନ ହସି କହନ୍ତି, ଏ ପିଲାଟି ସଫଳତା ପାଇଁ ପ୍ରସ୍ତୁତ ହେଉଛି। ଜୀବନରେ ସବୁବେଳେ ଲୋକେ ହସିବେ। କେହି ତୁମ ଉପରେ ଡାଉଟ୍ କରିବେ, କେହି ତୁମ ଉପରେ କ୍ୱେଶ୍ଚନ୍ କରିବେ, କିନ୍ତୁ ତୁମେ ଶାନ୍ତ ରୁହ। ନିଜ କାମରେ ଫୋକସ୍ କର। କାମ ହେଉଛି ସେ ଉତ୍ତର ଦେବା ଯାହା ତାଲି ରୂପରେ ଫେରି ଆସେ। ସେ ହସିକୁ ସହ ସେ ଅବହେଳାକୁ ହସିରେ ଖେଳିଦିଅ। ଯେତେବେଳେ ମନ ଥକିଯିବ, ମନେ ପକାଇବ ମୋ ଉପରେ ଯେଉଁ ଲୋକ ହସିଲା ସେମାନେ ମୋ ଜୟର ସାକ୍ଷୀ ହେବେ। ସଫଳତାର ପଥ ସହଜ ନୁହେଁ, ଏହା କଠିନ। କିନ୍ତୁ ଯେଉଁ ଲୋକ ହସି ସହିପାରେ ସେ ସବୁ କିଛି କରିପାରେ। ଏହି ହସି, ଏହି ଅବହେଳା ହିଁ ତୁମକୁ ଆଗକୁ ତାଲାଇ ନେବ। ତୁମେ ଭାବି ଦେଖ, ଏକ ଦିନେ ଯେଉଁମାନେ ତୁମ ଉପରେ ହସିଥିଲେ ସେମାନେ ତୁମ ସଫଳତା ଦେଖି ଗର୍ବ କରିବେ। ଏ ଭାବନା ରଖ, ନିଜ ରାସ୍ତାରେ ଚାଲ। କାରଣ ଜୀବନ ହେଉଛି ସେହି ଖେଳ ଯେଉଁଠି ହସି ଆରମ୍ଭ ଓ ତାଲି ଶେଷ ହେବ। ଦେଖ, ଦୁନିଆ ତୁମକୁ ବୁଝିବା ଆଗରୁ ତୁମେ ନିଜକୁ ବୁଝିବା ଶିଖ। ପ୍ରଥମେ ଲୋକ ତୁମକୁ ହସିବେ ଯେତେବେଳେ ତୁମେ ନିଜ ସ୍ୱପ୍ନକୁ ନିଜ ଆଖିରେ ଦେଖିବ। ସେମାନେ ହସିବେ ଯେତେବେଳେ ତୁମେ କହିବ ମୁଁ ଏହା କରିପାରିବି। ସେମାନେ ହସିବେ ଯେତେବେଳେ ତୁମେ ସବୁଠୁ ଅଲଗା ରାସ୍ତା ଧରିବ। ଲୋକଙ୍କ ପାଇଁ ସବୁ ଭବିଷ୍ୟତ ଏକ ମଜା, କିନ୍ତୁ ତୁମ ପାଇଁ ଏହା ଏକ ଜୀବନର ଯୁଦ୍ଧ। ଜୀବନରେ ସବୁଠୁ ଭୟଙ୍କର କଥା ହେଉଛି ଯେତେବେଳେ ଲୋକ ତୁମକୁ ହସି ହସି କହିଦିଅନ୍ତି ଯେ ତୁ ଏହା କରିପାରିବୁ ନାହିଁ। କିନ୍ତୁ ଦୋସ୍ତ, ଏହି ହସି ହସି ନିଜେ ତୁମର ସଫଳତା ଆଗକୁ ଆସିବାର ଅର୍ଥ ହେବ। ଯେଉଁ ଲୋକ ତୁମକୁ ହସୁଛି ସେମାନେ ଏହି କାରଣ ହସୁଛନ୍ତି ଯେ ସେମାନେ ତୁମ ମନର ଜ୍ୱାଳାକୁ ଦେଖିପାରୁନାହିଁ। ସେମାନେ ଭାବୁଛନ୍ତି ତୁମେ ଗିରି ପଡ଼ିବ, ତୁମେ ହାରିଯିବ, କିନ୍ତୁ ସେମାନେ ଜାଣିନାହିଁ ଯେ ଏହି ହସି ତୁମ ଅଭିଳାଷକୁ ଅଗ୍ନିରେ କରିଦେଉଛି। ଜୀବନରେ ଏହା ଏକ ନିୟମ। ପ୍ରଥମେ ଲୋକ ହସିବେ, ପରେ ସେମାନେ ତୁମ ପାଖକୁ ଆସି କହିବେ ମୁଁ ତୁମକୁ ଜାଣିଥିଲି ଯେତେବେଳେ ତୁମେ ନିଜ ଲକ୍ଷ୍ୟ ପାଇଁ ରାତି ଜାଗିଥିଲ। ସେମାନେ ତୁମକୁ ମୂର୍ଖ କହିବେ ଯେତେବେଳେ ତୁମେ ଦୁଃଖକୁ ସହିବା ଶିଖିବ। ସେମାନେ ତୁମକୁ ଅସାଧାରଣ ଭାବିବେ। ଏ ଦୁନିଆ ସେତେବେଳେ ମାନିବ ଯେତେବେଳେ ତୁମେ ନିଜକୁ ପ୍ରମାଣ କରିଦେବ। ସେହି ଦିନ ପର୍ଯ୍ୟନ୍ତ ସେମାନେ ହସିବେ, ତୁମେ ମାତ୍ର ନିଜ କାମରେ ଲାଗି ରୁହ। ତୁମେ ଜାଣ, ଯେତେବେଳେ ଲୋକେ ହସିବେ ସେହି ମୁହୂର୍ତ୍ତ ତୁମକୁ ଶକ୍ତି ଦେଉଛି। ହସି ହସି ତୁମେ ମଧ୍ୟ ସେ ଦିନକୁ ଆଣିପାରିବ ଯେତେବେଳେ ସେମାନେ ତାଲି ପିଟିବେ। ତୁମେ ହସିବା ଶିଖ, କାରଣ ଯେତେବେଳେ ଦୁନିଆ ତୁମକୁ ହସିବ ସେତେବେଳେ ତୁମେ ନିଜର ମନକୁ ଶକ୍ତିଶାଳୀ କର। ଜୀବନ ହେଉଛି ଏକ ଦୌଡ଼। କିଏ ହସିଲା ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ, କିଏ ଶେଷରେ ଗୋଲ ପୋଷ୍ଟ ପାଇ ପହଞ୍ଚିଲା ସେହି ଲୋକ ସଫଳ ହେଲା। ତୁମେ ଭାବୁଛ ସେମାନେ ତୁମ ଉପରେ ହସୁଛନ୍ତି? ନୁହେଁ, ସେମାନେ ଭୟଭୀତ। ସେମାନେ ଭୟଭୀତ ଯେ ଦିନେ ନା ଦିନେ ତୁମେ ସେମାନଙ୍କୁ ଆଗେଇ ଯିବ। ସେମାନେ ତୁମ ସ୍ୱପ୍ନରେ ଅସୁବିଧା ଦେଖୁଛନ୍ତି, କାରଣ ସେମାନେ ନିଜେ ସେ ସ୍ୱପ୍ନ ଦେଖିବାର ଆତ୍ମବଳ ନାହିଁ। ତୁମେ ଯାହା କରୁଛ ତାକୁ ହସି ହସି ଛୋଟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତୁମେ ଥମିମା ନୁହେଁ, ତୁମେ ଆଗକୁ ଯାଅ, କାରଣ ଏହି ହସି ତୁମର ଇନ୍ଧନ। ଯେତେବେଳେ ସେମାନେ ହସିଲେ ତୁମେ ମନେ କର ମୁଁ ସଠିକ୍ ରାସ୍ତାରେ ଅଛି, କାରଣ ସତ୍ୟ ରାସ୍ତାରେ ଚାଲୁଥିବା ଲୋକଙ୍କୁ ଦୁନିଆ ସେତେବେଳେ ହସିଥାଏ। ଯେ ଲୋକ ଆଜି ସଫଳ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଦୁନିଆ ହସିଥିଲା। ଏକ ସମାଜରେ ଏଡିସନ୍କୁ ମୂର୍ଖ କୁହାଯାଉଥିଲା, ଅବଦୁଲ କାଲାମକୁ ଇମ୍ପସିବଲ୍ କୁହାଯାଉଥିଲା, କିନ୍ତୁ ସେମାନେ ହସିକୁ ଅବହେଳା କରି ନିଜ ଲକ୍ଷ୍ୟକୁ ଧରି ରଖିଥିଲେ। ସେହିଦିନ ସେମାନେ ହସିଥିଲେ, ଆଜି ସେମାନେ ସେହି ନାମରେ ପ୍ରେରଣା ହୋଇଛନ୍ତି। ତେଣୁ ଦୋସ୍ତ, ଯେତେବେଳେ ତୁମେ ହସି ଶୁଣିବ ମନେ ରଖ ଯେ ସଫଳତା ତୁମ ପଛରେ ଆସୁଛି। ପ୍ରତ୍ୟେକ ହସି ତୁମକୁ ଜଣାଉଛି ଯେ ତୁମର ଦିଗ ଠିକ୍ ଅଛି। ତୁମେ ହସିକୁ ଶୁଣ, କିନ୍ତୁ ତାହାକୁ ହୃଦୟରେ ନେଇ ନିଜର ଅଗ୍ନି ହୋଇଯାଅ, କାରଣ ସେହି ହସି ହିଁ ତୁମକୁ ଗଢ଼ିବ ଏବଂ ସେହି ହସି ହିଁ ଦିନେ ନା ଦିନେ ତୁମ ପାଇଁ ତାଲି ହେବ। ଏହି ଜୀବନର ଏହି ଷ୍ଟେପ୍ରେ ଆସେ ସେ ସମାଜ ଯେତେବେଳେ ହସି ଶାନ୍ତ ହୋଇଯାଏ। ସେମାନେ ଯେଉଁମାନେ ତୁମକୁ ହସୁଥିଲେ ଏବେ ତୁମ ଶାନ୍ତିକୁ ଭୟ କରୁଛନ୍ତି, କାରଣ ସେମାନେ ଦେଖିଲେ ଯେ ତୁମେ ହସିକୁ ନେଇ ହାର ମାରିନଥିଲ, ତୁମେ ସେହି ହସିକୁ ଶକ୍ତିରେ ପରିଣତ କରିଦେଲ। ଏହା ହେଉଛି ଜୀବନର ସତ୍ୟ। ଦ ମୋମେଣ୍ଟ ୟୁ ଷ୍ଟପ୍ ରିଆକ୍ଟିଂ ୟୁ ଷ୍ଟାର୍ଟ ରାଇଜିଂ। ସେମାନେ ଆଗରୁ ଭାବିଥିଲେ ତୁମେ ମଝିରେ ଛାଡ଼ିଦେବ, କିନ୍ତୁ ତୁମେ ଯେତେବେଳେ ଶାନ୍ତ ହୋଇ ନିଜ ପଥରେ ଚାଲିଲ ସେମାନଙ୍କର ହସି ଭୟରେ ପରିଣତ ହେଲା। ଏ ସଂସାରର ହସ ତୁମକୁ ଭାଙ୍ଗିବା ପାଇଁ, କିନ୍ତୁ ତୁମେ ଯେତେବେଳେ ନିଜକୁ ଭିତରୁ ଗଢ଼ି ତୋଲ ସେମାନେ ନୀରବ ହୋଇ ତୁମ ପଛରେ ଚାଲିବା ଆରମ୍ଭ କରନ୍ତି। ତୁମେ ଜାଣିଛ
ଏ ଦୁନିଆ କେବେ ତୁମ ପାଖରେ ରହିବ ନାହିଁ ଯେତେବେଳେ ତୁମେ ଅସଫଳ ହୋଇଯିବ। କିନ୍ତୁ ଏହା ସେହି ଦିନ ମୁହଁ ନୁଆଁଇ ଆସିବେ ଯେତେବେଳେ ତୁମେ ନିଜ ସଫଳତାରେ ସିଡ଼ିକୁ ଚଢ଼ିବ। ତୁମେ ଯେତେବେଳେ ଦୁଃଖରେ ରହିଲ ସେମାନେ ଦୂରେଇ ହେଲେ, ତୁମେ ଯେତେବେଳେ ହସିଲ ସେମାନେ ନିକଟେ ହେଲେ। ଏହା ହେଉଛି ମଣିଷ ମନର ରହସ୍ୟ। ସଫଳତା ସାମ୍ନାରେ ସବୁବେଳେ ଭଲ ଲାଗେ, କିନ୍ତୁ ଦୋସ୍ତ ତୋ ମନରେ ଗୋଟିଏ କଥା ମନେ ରଖ, ଯେଉଁଦିନ ତୁମେ ନିଜ ସଫଳତାକୁ ଅନ୍ୟକୁ ସମ୍ମାନ ପାଇଁ ନୁହେଁ ନିଜ ସନ୍ତୋଷ ପାଇଁ କରିବ, ସେଦିନ ତୁମେ ସତ୍ୟ ସଫଳ ହେବ। ଲୋକମାନେ ଆସିବେ ଯିବେ, ହସିବେ, ନିନ୍ଦା କରିବେ, କିନ୍ତୁ ତୁମ ଲକ୍ଷ୍ୟ ଅବିଚଳିତ ରହିବା ଉଚିତ। ତୁମର ଜୀବନ ଏକ ପରୀକ୍ଷା ଏବଂ ତୁମେ ସେ ପରୀକ୍ଷାରେ ଯୋଗ୍ୟ ଷ୍ଟୁଡେଣ୍ଟ। ଯେତେବେଳେ ତୁମେ ପ୍ରତିଦିନ ନିଜକୁ ଉନ୍ନତ କରୁଛ ସେମାନେ ଦିନେ ନା ଦିନେ ଚୁପ୍ ହୋଇଯାଆନ୍ତି, କାରଣ ତୁମେ ନିରବତା ତାଙ୍କ ହସି ଠାରୁ ବେଶୀ ଜୋର। ଏହା ମଧ୍ୟ ମନେ ରଖ ଯେ ହସି ମିଶିଥିବା ମୁହଁ ଏକ ଦିନ ତାଲି ପିଟିବ। ନିନ୍ଦା କରୁଥିବା ମଣିଷ ଏକ ଦିନ ପ୍ରଶଂସା କରିବ ଏବଂ ଯେଉଁମାନେ ତୁମକୁ ଛୋଟ ଭାବିଥିଲେ ସେମାନେ ତୁମ ନାମ ଦେଖି ନୀରବ ହୋଇଯିବେ। ତୁମେ ଏହି ପଥରେ ଆଗକୁ ବଢ଼, ତୁମେ ଜୀବନର ଲକ୍ଷ୍ୟକୁ ଦେଖି ଚାଲ। ପ୍ରତିଦିନ ଯେତେବେଳେ ତୁମେ ନିଜ ଅସଫଳତା ସହ ଯୁଦ୍ଧ କରୁଛ ସେହିଦିନ ତୁମେ ଜୀବନର ଜୟ ପାଇଁ ପ୍ରସ୍ତୁତ ହେଉଛ। ଜୀବନ ଏକ ମଞ୍ଚ ଯେଉଁଠି ସେମାନେ ଦର୍ଶକ ଓ ତୁମେ ନାୟକ। ସେମାନେ ହସିବେ, କେହି ତାଲି ପିଟିବେ, କେହି ନିନ୍ଦା କରିବେ, କିନ୍ତୁ ଶେଷରେ ତୁମେ ଯେତେବେଳେ ନିଜ ସଫଳତା ଦୃଶ୍ୟ ଦେଖିବ ସେତେବେଳେ ସବୁ ଶବ୍ଦ ଶାନ୍ତ ହୋଇଯିବ, କାରଣ ତୁମ ନୀରବତା ଜିଦ୍ ରହିବ। ତେଣୁ ଯେତେବେଳେ ଲୋକେ ହସିବେ ତୁମେ ହସି ଆଗକୁ ଯାଅ। ତୁମେ ଜାଣ ସେମାନେ ହସିଲେ ଯେତେବେଳେ ତୁମ ସଫଳତା ଆସିଛି। ତୁମେ ନିଜର ଦୃଷ୍ଟିକୋଣ ରଖିଧର, କାରଣ ଦୁନିଆ ତୁମକୁ ଦେଖୁଛି। ସେମାନେ ତୁମେ କିପରି ହସି ହସି ଜିତୁଛ ସେ ଦୃଶ୍ୟ ଦେଖିବାକୁ ଅପେକ୍ଷା କରୁଛନ୍ତି। ସେମାନେ ଜୀବନର ଶେଷ ଅଧ୍ୟାୟରେ ତୁମେ ଏବେ ଏ ଲାଇଫ୍କୁ ବୁଝିପାରୁଥିବ। ଯେଉଁ ଲୋକ ତୁମ ଉପରେ ହସିଥିଲେ ସେମାନେ ହସିଲେ ତୁମର ପ୍ରେରଣା ଥିଲେ, କାରଣ ସେମାନେ ଯଦି ହସୁନଥାନ୍ତେ ତୁମେ ହୁଏତ ଆଜି ଏତେ ଦୃଢ଼ ହୋଇପାରିନଥାନ୍ତ। ସେମାନଙ୍କର ହସି, ସେମାନଙ୍କର ନିନ୍ଦା, ସେମାନଙ୍କର ଅପମାନ ସବୁ ତୁମର ଅନ୍ତରରେ ଏକ ଆଗୁଆ ଶକ୍ତି ଯୋଗାଇଲା। ଏ ଦୁନିଆ ଯେତେବେଳେ ତୁମ ଅସଫଳତାକୁ ଉଲ୍ଲାସିତ ହୋଇ ଦେଖୁଥିଲା ସେତେବେଳେ ତୁମ ହୃଦୟ ଶାନ୍ତିରେ କହୁଥିଲା, ଏକ ଦିନ ମୁଁ ଫେରି ଆସିବି। ସେ ଦିନ ଆସିଲା ଯେତେବେଳେ ତୁମେ ସଫଳ ହେଲ। ସେମାନେ ଯେଉଁମାନେ ହସିଥିଲେ ସେମାନେ ତାଲି ପିଟିଲେ। ସେମାନେ ଯେଉଁମାନେ ତୁମକୁ ଅବହେଳା କରୁଥିଲେ ସେଇମାନେ ତୁମ ପାଖରେ ଆସି ଆଶୀର୍ବାଦ ଦେଲେ। ଏହା ହେଉଛି ଜୀବନର ଆଶ୍ଚର୍ଯ୍ୟ। ଟାଇମ୍ ଚେଞ୍ଜ ଏଭ୍ରିଥିଙ୍ଗ। ତୁମେ ଯେତେବେଳେ ଅନ୍ଧକାରରେ ରହିଲ ତୁମେ ନିଜ ଆଲୋକ ସୃଷ୍ଟି କର। ତୁମେ ଯେତେବେଳେ ଅନ୍ୟମାନେ ହସିଲେ ତୁମେ ହସୁଥିବା ମୁହଁକୁ ଦେଖି ଆଚମ୍ବିତ ହେବେ। ସଫଳତା ହେଉଛି ସେହି ନୀରବ ପ୍ରତିଶୋଧ ଯାହା ଶବ୍ଦ ବିନା ଦେଖାଏ। ତୁମେ ହସିଲେ ମୁଁ କାମ କଲି, ଏବେ ତୁମେ ଚୁପ୍ ହେଲ। ଜୀବନ ଏକ ଦୀର୍ଘ ଯାତ୍ରା ଯେଉଁଠି ଅନେକ ଲୋକ ଆସିବେ ଓ ଯିବେ, କିନ୍ତୁ ସେମାନେ ଯାହା ନିଜ ରାସ୍ତା ଧରି ରଖିଲେ ସେମାନେ ଇତିହାସ ଲେଖିଲେ। ତୁମେ ମଧ୍ୟ ସେମିତି ହେବ ଯେତେବେଳେ ତୁମେ ନିଜ ମନର ଶବ୍ଦକୁ ଅନୁସରଣ କରିବ। ଜୀବନ ଏକ ଦୀର୍ଘ ଯାତ୍ରା ଯେଉଁଠି ଅନେକ ଲୋକ ଆସିବେ ଓ ଯିବେ, କିନ୍ତୁ ସେମାନେ ଯାହା ନିଜ ରାସ୍ତା ଧରି ରଖିଲେ ସେମାନେ ଇତିହାସ ଲେଖିଲେ। ତୁମେ ମଧ୍ୟ ସେମିତି ହେବ ଯେତେବେଳେ ତୁମେ ନିଜ ମନର ଶବ୍ଦକୁ ଅନୁସରଣ କରିବ। ଅନ୍ୟଙ୍କ ହସି, ଅନ୍ୟଙ୍କ ଆଲୋଚନା ସେଗୁଡ଼ିକ ମାତ୍ର ଏକ ପରୀକ୍ଷା। ଏ ପରୀକ୍ଷାରେ ଯେଉଁ ଲୋକ ହାର ମାନି ନାହାନ୍ତି ସେମାନେ ହିଁ ସତ୍ୟ ଜୀବିତା। ତୁମ ଦୁଃଖକୁ ଅଭିଶାପ ଭାବି ନୁହେଁ ଶିକ୍ଷା ଭାବି ଦେଖ। ତୁମେ ଯେତେବେଳେ ଅସୁବିଧା ସହ ରହିବ ତୁମ ମନର ଶକ୍ତି ତୁମକୁ ଆଗକୁ ନେଇଯିବ। ଜୀବନ ହେଉଛି ଏକ ଯୁଦ୍ଧ ଯେଉଁଠି ହସି ହସି ହାରିଥିବା ଲୋକ ଶେଷରେ ଜିତୁଛନ୍ତି। ସେଥିପାଇଁ ଦୋସ୍ତ ଯେତେବେଳେ ଲୋକ ହସୁଛନ୍ତି ତୁମ ମନରୁ ହସିକି କହ, ଥ୍ୟାଙ୍କ ୟୁ, ତୁମ ହସି ମୋତେ ଶକ୍ତି ଦେଲା। କାରଣ ସଫଳତା କେବେ ନିନ୍ଦାରେ ନୁହେଁ, ସେ ନିନ୍ଦାରେ ମଧ୍ୟ ନିଜକୁ ଗଢ଼ିବାରେ ରହିଛି। ଏକ ଦିନ ଯେତେବେଳେ ତୁମେ ମଞ୍ଚରେ ଦଣ୍ଡାୟମାନ ହେବ ସେମାନେ ଯେଉଁମାନେ ହସୁଥିଲେ ତାଲି ପିଟିବେ। ହସି ମୁହଁରେ ନୀରବତା ଆସିବ। ସେଦିନ ତୁମ ଅନ୍ତରକୁ ଏକ ଶବ୍ଦ ଆସିବ, ଥ୍ୟାଙ୍କ ୟୁ। ମୁଁ ହସିଥିବା ଶତ୍ରୁମାନେ ତୁମେ ମୋତେ ଜୀବନ ଦେଲ। ତୁମେ ହସିଲ, ସେମାନେ ହସିଲେ, କିନ୍ତୁ ଅନ୍ତରରେ ତା'ର ଅର୍ଥ ଅଲଗା ହେଲା। ସେମାନେ ହସିଲେ ଅବହେଳାରେ, ତୁମେ ହସିଲେ ବିଶ୍ୱାସରେ, ଏବଂ ସେହି ବିଶ୍ୱାସ ହିଁ ତୁମ ଜୀବନର ବୃତ୍ତି ହେଲା। ତେଣୁ ଆଜି ଯଦି ଲୋକେ ତୁମ ଉପରେ ହସୁଛନ୍ତି ଭୟ କରନି, ମାତ୍ର ମନେ ରଖ ଯେ ପ୍ରଥମେ ଲୋକ ହସିବେ, ପରେ ସେମାନେ ତାଲି ପିଟିବେ, ଏବଂ ସେହି ଦିନ ତୁମେ ଶାନ୍ତିରେ କହିପାରିବ, ମୁଁ ହାରିନି, ମୁଁ କେବେ ବି ହାରିବିନି, ମୁଁ ସେହି ହସିକୁ ଜିତି ନେଲି।